ଅତିରିକ୍ତ ସ୍ପିଲୱେ ପାଇଁ କାମ ଆରମ୍ଭ ହୋଇଥିଲା। ସେଇଟା ବିଭିନ୍ନ ସମସ୍ୟା କାରଣରୁ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ତାକୁ ପୁଣି ଥରେ ଟେକଅପ୍ କରାହେଉଛି ଏବଂ ତା ପାଇଁ ଆମର ଯେଉଁଟା SLPMCରେ ସେଇଟା ଆପ୍ରୁଭାଲ୍ ହେଇକି କ୍ୟାବିନେଟ୍ ମଞ୍ଜୁରୀ ବି ମିଳିଯାଇଛି। ଡ୍ରିପ୍ 3 ଅଣ୍ଡରରେ ଏଇଟା କାମ ହେବ। ଯେଉଁଟା ୱାର୍ଲଡ ବ୍ୟାଙ୍କ ଫଣ୍ଡିଂ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଡ୍ରିପ୍ 3 ଅଣ୍ଡରରେ ଆକୁ ଟେକଅପ୍ କରାହେବ ଏବଂ ତା ପାଇଁ ତାର ଅଟକଳ ରହିଛି 884 କୋଟି ଏବଂ ଏଇଟା ପାଇଁ ଆମର ପାଖାପାଖି ରିହାବିଲିଟେସନ କାମ ଅଲମୋଷ୍ଟ ସରିଯାଇଛି। ଆଉ 15 ଦିନ ମାସେ ଭିତରେ ଏଇ ମାର୍ଚ୍ଚ ମାସ ସୁଦ୍ଧା ଟୋଟାଲ ରିହାବିଲିଟେସନ କାମ ଓଭର ହେଇଯିବ ଏବଂ ତାରି ସକାଶେ CWCର ଗୋଟେ ଟିମ୍ ବି ଆସନ୍ତା 8 ତାରିଖରେ ମାର୍ଚ୍ଚ 8 ତାରିଖରେ ଆସୁଛନ୍ତି। ସେମାନେ ଇନ୍ସପେକ୍ଟ କରିକି ଯିବେ। ପୁଣି CWC ସହିତ ଗୋଟେ MOU ହେବ ଡିଜାଇନ୍ ପାଇଁ ଏବଂ ମୋଷ୍ଟଲି ଏପ୍ରିଲରୁ ଡ୍ରିପ୍ 3 ଆରମ୍ଭ ହେବ। ତେଣୁ ସେତେବେଳକୁ ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ କରାଯିବ। ଗ୍ଲୋବାଲ ଟେଣ୍ଡର ହବ? ହଁ, ନିଶ୍ଚିତ ଭାବରେ ଡ୍ରିପ୍ ମାନେ ସେଟା ୱାର୍ଲଡ ବ୍ୟାଙ୍କ ନର୍ମରେ ଯେମିତି ଗ୍ଲୋବାଲ ଟେଣ୍ଡର ହେଇଥିଲା ସେମିତି ଟେଣ୍ଡର ହେବ। ଏଟା ଯୋଉ ଉଦ୍ଦେଶ୍ୟ ଆକ୍ଚୁଆଲି କ'ଣ, ଏଇ ପରିକଳ୍ପନା କାହିଁକି କରାଗଲା? ଆମର ଦୁଇଟି ସ୍ପିଲୱେ ଦେଇକି 84ଟି ଗେଟ୍ ଦେଇକି ତ ବର୍ତ୍ତମାନ ଜଳ ନିଷ୍କାସନ ହେଉଛି। ଅତିରିକ୍ତ ସ୍ପିଲୱେର ଆବଶ୍ୟକତା କ'ଣ ପଡ଼ିବ? ଆକ୍ଚୁଆଲି ଆମର ଯେତେବେଳେ ଡ୍ୟାମ୍ଟା ତିଆରି ହେଇଥିଲା ଆମେ ଯେଉଁ ଡିଜାଇନ୍ ଯେଉଁ ଫ୍ଲଡ୍ ଆସିବ ସେଇଟା ଆକଳନ କରାଯାଇଥିଲା ଯେ 15 ଲକ୍ଷ କ୍ୟୁସେକ୍ସ ପାଣି ଆସିବ। ସେଇ ହିସାବରେ ଆମର 2ଟା ସ୍ପିଲୱେ ଡିଜାଇନ୍ ହେଇଥିଲା ଏବଂ 15 ଲକ୍ଷ ପାଣି ଆସିଲେ ବି ଆମେ ସୁଚାରୁ ରୂପେ ତାକୁ ତଳକୁ ନିଷ୍କାସନ କରିପାରୁଥିଲେ। ବର୍ତ୍ତମାନ ଯେଉଁ ନୂଆ ପ୍ରକାର ମେଥୋଡୋଲୋଜିରେ CWC ଏବଂ ନୂଆ ଅପ୍ ଟୁ ଡେଟ୍ ଡାଟା ନେଇକରି ଆ ଭିତରେ କିଛି ଡାଟା ମିଳିଗଲାଣି ଆମକୁ। ତାକୁ ନେଇକି ଷ୍ଟଡି କଲା CWC ଯେ ଏଇଟା ଦରକାର ପଡ଼ିଲେ 24.6 ଲକ୍ଷ କ୍ୟୁସେକ୍ସ ପାଣି ଆସିପାରେ। ତେଣୁ ତାକୁ ନିଷ୍କାସନ କରିବା ପାଇଁ ଅତିରିକ୍ତ ସ୍ପିଲୱେ ନିର୍ମାଣ କରାଯାଉ। ତାକୁ ଆଖି ଆଗରେ ରଖିକି ପ୍ରଥମ ପର୍ଯ୍ୟାୟରେ ଆମେ ଯେଉଁ ବାଁ ପଟ ବନ୍ଧରେ ଲେଫ୍ଟ ଡାଇକ୍ ପାଖରେ ସେ ତାର ଗୋଟେ 5ଟା ବେ ବିଶିଷ୍ଟ ପ୍ରଥମ ପର୍ଯ୍ୟାୟର ସ୍ପିଲୱେ ଅତିରିକ୍ତ ସ୍ପିଲୱେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉଛି, ଯୋଉଟାକି ଆମର 3.22 ଲକ୍ଷ କ୍ୟୁସେକ୍ସ ପାଣିକୁ ନିଷ୍କାସନ କରିପାରିବ। ପରବର୍ତ୍ତୀ ସମୟରେ ସେକେଣ୍ଡ ଆହୁରି ବି କରାଯାଇପାରେ। ତା ପାଇଁ ମାନେ ସ୍ଥାନ ଫାନ ନିରୂପଣ କରାଯିବ। ଆଉ ଗୋଟେ କଥା, ଏଇ ଯୋଉ CWC ଆକଳନ କରାଯାଇଛି ଭବିଷ୍ୟତରେ କେତେ ନିର୍ଦ୍ଦିଷ୍ଟ ଭାବେ କେତେ ବର୍ଷ ପରେ ଏମିତି ଏକ ଆଶଙ୍କା ବା ଏକ ଆକଳନ କରାଯାଉଛି? ସେଇଟା ସେମିତି କିଛି କୁହାଯାଇପାରିବନି। CWC ଆକଳନ କରୁଛି ହୁଏତ 10 ଲକ୍ଷ ପାଣି ଏକାଥରେ ଅଧିକ ଆସିପାରେ। ହଁ, 9.6 ଲକ୍ଷ ଅଧିକା ଆସିପାରେ। ସମ୍ଭାବ୍ୟ କେବେ ଆସିବ ଜଣା ନାହିଁ। ଏ ଆସନ୍ତା ବର୍ଷ ବି ଆସିପାରେ ଆଉ ନ ଆସିବି ପାରେ। କିନ୍ତୁ ଯାହା ପୂର୍ବ ପ୍ରସ୍ତୁତି ଆକ୍ଚୁଆଲି ଏ ଟଙ୍କା କିଏ ଦେବ? ଏ ଫଣ୍ଡସଟା ଡ୍ରିପ୍ 3 ରୁ ଫଣ୍ଡିଂ ହେବ, ୱାର୍ଲଡ ବ୍ୟାଙ୍କ ଫଣ୍ଡିଂ ହେବ। ଆଗରୁ RIDF ଦେଇଥାନ୍ତା ଯେତେବେଳେ ନାଇଁ, ପ୍ରଥମ ଥର ତ ବିଗିନିଂ ରୁ ଥିଲା ସେଇ ଡ୍ରିପ୍ 2 ରେ ଥିଲା, ମାନେ ୱାର୍ଲଡ ବ୍ୟାଙ୍କ ଫଣ୍ଡିଂ। ମଝିରେ ସରକାର ଯୋଜନା କରିଥିଲେ ଯେ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଫଣ୍ଡରୁ କରାହବ ବୋଲି। ବର୍ତ୍ତମାନ କିନ୍ତୁ ପୁଣି ଡ୍ରିପ୍ 3 ଯେହେତୁ ଆସିଲାଣି, ଡ୍ରିପ୍ 3 ରେ ତାକୁ ପୋଚ୍ କରାଯାଇଛି। ୱାର୍ଲଡ ବ୍ୟାଙ୍କ ଫଣ୍ଡିଂରେ ଏଇଟା କରାଯିବ। ୟା ଦ୍ୱାରା ଇଏ ପାଣି କୋଉ ପଟେ ବାହାରିବ, କୋଉଠି ପହଞ୍ଚିବ ମହାନଦୀର, କୋଉ ଜାଗାରେ ଛୁଇଁବ? ଏଇ ଯୋଉ ସ୍ପିଲୱେ ପ୍ରଥମ ପର୍ଯ୍ୟାୟରେ ତିଆରି ହଉଛି ସେଇଟା ଆମର ହୀରାକୁଦ ଦେଇକି ଡ୍ରିପ୍ 3 ରେ ହବ ସିନା, କିନ୍ତୁ ପ୍ରଥମ ପର୍ଯ୍ୟାୟ ସ୍ପିଲୱେ ଏଇଟା ମାନେ ଅତିରିକ୍ତ ସ୍ପିଲୱେର ପ୍ରଥମ ପର୍ଯ୍ୟାୟ। ସେଇଟା ଆମର ଯୋଉ ସେ ହୀରାକୁଦର ସେ ITI ପାଖ ଦେଇକିରି ସେ ଯାଇକି ମିଶିବ ଆପଣ ସେ ଯୋଉ ଶ୍ମଶାନ ଘାଟ ପାଖରେ ଆଉ ସେଠି ମହାନଦୀରେ ମିଶିଯିବ। ସେଠି ଗୋଟେ ସ୍ପିଲ୍ ଚ୍ୟାନେଲ ବନା ହବ, ପୁରା ଯୋଉ ପାୱାର ଚ୍ୟାନେଲ ଭଳିଆ କଂକ୍ରିଟ ଲାଇନିଂ ହେଇକିରି ଆଉ। ୟାଥିରେ ଭାବୁଛନ୍ତି ଯଦି ବନ୍ୟା ନ ଆସିଲେ ବି ମଧ୍ୟ ଯେତେବେଳେ ଅନ୍ୟ ସମୟରେ ନିର୍ମାଣ ସରିଲେ ସେଇ ବାଟ ଦେଇକି ବନ୍ୟା ଜଳ ନିଷ୍କାସନ କରାଯାଏ? ନିଶ୍ଚିତ ଟ୍ରାଏଲ ବେସିସ୍ କରାହବ। ଆମ ପାଖରେ 3ଟା ଅପସନ ରହିଲା, ଏଠି କିଛି ସେଠି କିଛି ସେଠି କିଛି ଛାଡ଼ିବ। ତାହେଲେ ଆମେ କହିପାରିବା ସାର୍ ଏଠି CWC ର କ'ଣ ରୋଲ ରହୁଛି? CWC ଆକ୍ଚୁଆଲି ଡ୍ରିପ୍ ର ନୋଡାଲ ଅଫିସର ହିସାବରେ ସେ ମନିଟରିଂ କରୁଛି। ପ୍ଲସ୍ ଆମେ ଗୋଟେ ଏକ୍ସଟ୍ରା ତା ସହିତ ମେମୋରାଣ୍ଡମ ଅଫ୍ ଅଣ୍ଡରଷ୍ଟାଣ୍ଡିଂ କରୁଛୁ ଯେ ଆମର ୟାର ଡିଜାଇନ୍ ପାର୍ଟଟା ସେ କରିବ। ଆମେ ସୁପରଭିଜନ ପାଇଁ ବି ରିକ୍ୱେଷ୍ଟ କରିଥିଲୁ, କିନ୍ତୁ ସେ କହିଲେ ଆମର ଲୋକ ବଳ ନାହାନ୍ତି, ତେଣୁ ଆମେ କେବଳ ଡିଜାଇନଟା ଭେଟିଂ କରିବୁ। ଡିଜାଇନଟା ସରିଲା ପରେ ଟେଣ୍ଡର ଫ୍ଲୋଟ ହବ? ନାଇଁ, ତା ପାଇଁ ଡିଜାଇନ୍ ହେଇଯାଇଛି।
ମାନେ ଯୋଉଟା ଟେଣ୍ଡର ଡାକିବା ପାଇଁ ଯୋଉଟା GAD କହୁଛନ୍ତି ଜେନେରାଲ ଆରେଞ୍ଜମେଣ୍ଟ ଡ୍ରଇଂ ସେଇଟା ହେଇଯାଇଛି ଡିଟେଲ ଡ୍ରଇଂ ଗୁଡ଼ା ସେ କରିବ ଯେତେବେଳେ ଏକ୍ଜିକ୍ୟୁସନ ହବ ଡିଟେଲ ତାହେଲେ କେବେ ଆଶା କରୁଛନ୍ତି ଟେଣ୍ଡର ସ୍ଲଟ ଏପ୍ରିଲରେ ଆମେ ଆଶା କରୁଛୁ ଟେଣ୍ଡର ସ୍ଲଟ ଏବେ ଆଉ ସାର୍ କିଛି ପ୍ରତିବନ୍ଧକ ନାହିଁ ଆଗରୁ ନା। ପ୍ରତିବନ୍ଧକ ପାଇଁ କାମ ବନ୍ଦ ଥିଲା ନାଇଁ ନାଇଁ ସେ ସବୁ ହେଇଗଲାଣି ବର୍ତ୍ତମାନ ଏପ୍ରିଲରେ ଟେଣ୍ଡର ସ୍ଲଟ ହବ Slot ହବ। ତାହେଲେ ଆମେ ମେ ଜୁନ ବେଳକୁ ଆଶା କରିବା କାମ ଆରମ୍ଭ ହବ